ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 80। ଏ ନିୟମ ପାଳନ କର। ଅନ୍ୟର କିମ୍ବା ନିଜର ତ୍ରୁଟି, ଦୁର୍ଗୁଣ କିମ୍ବା ଚରିତ୍ରର ଦୁର୍ବଳତା ଉପରେ ଦୃଷ୍ଟି ରଖ ନାହିଁ। ନିଜର ପ୍ରତିବେଶୀଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର କର। ସମ୍ଭବ ହେଲେ ସେମାନେ ତୁମର ଦୁଃଖ ଭାର ଲାଘବ କରିପାରିବେ। ପଡ଼ୋଶୀଙ୍କ ବିଷୟରେ ଆଗ୍ରହ ପ୍ରକାଶ କର। କାଲି ତୁମେ ଯେଉଁ କାମ ସବୁ କରିବାକୁ ଯୋଜନା କର ତାହାର ଏକ ସୂଚନା ଆଜି ରାତିରେ ପ୍ରସ୍ତୁତ କରିନିଅ। ଏହିପରି କଲେ ତରବରିଆ ଭାବ ଓ ଅନିଶ୍ଚିତ ଅବସ୍ଥାରୁ ଉତ୍ପନ୍ନ ହେଉଥିବା ଚିନ୍ତା ଦୂର ହୋଇଯିବ। ମାନସିକ ଅସ୍ଥିରତା ଓ ଶାରୀରିକ କ୍ଳାନ୍ତିରୁ ଦୂରରେ ରୁହ। ଏ ଦୁଇଟି ଯଥା ସମୟ ପୂର୍ବରୁ ତୁମକୁ ବୃଦ୍ଧ କରିଦେବେ। ମାନସିକ ଅସ୍ଥିରତା ଥିଲେ ଯୌବନରେ ହିଁ ତୁମର ମୁଣ୍ଡ କେଶ ଧଳା ହୋଇଯିବ। ବିଶ୍ରାମ କର, ଯଥେଷ୍ଟ ନିଦ୍ରା ଯାଅ। ନିଦ୍ରା କମ୍ ହେଲେ କ୍ଳାନ୍ତି, ମୁଣ୍ଡ ବ୍ୟଥା, ବ୍ୟର୍ଥ ଚିନ୍ତା ଆସେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।